ଗୋଟିଏ ଜଙ୍ଗଲରେ ତିନି ଜଣ ଚଢ଼େଇ ସାଙ୍ଗ ହେଇ ରହୁଥିଲେ। ଜଣଙ୍କର ନାଁ ଟିକି, ଆଉ ଜଣଙ୍କର ନାଁ ମିକି, ଆଉ ଜଣଙ୍କ ନାଁ ରିନୁ। ସେମାନଙ୍କ ମା ବାପା ନଥିବାରୁ ସେମାନେ ତିନି ଜଣ ସାଙ୍ଗ ହେଇ କାମ କରି ରହୁଥିଲେ। ଗୋଟିଏ ଦିନ ଟିକି କହିଲା, ଆରେ ସାଙ୍ଗମାନେ, ମୁଁ ଗୋଟେ କଥା ଭାବୁଥିଲି। ଆମେ ଏତେ ଦିନ ଲୋକଙ୍କ ପାଖରେ କାମ କରି ଚାଲିବା। ଆମେ ଗୋଟେ କାମ କରିବା। ଆମେ ନିଜେ କିଛି ବ୍ୟବସାୟ କରି ଚଳିଲେ ବହୁତ ଭଲ ହୁଅନ୍ତା। ହଁ ଟିକି, ତୁ ଠିକ କଥା କହିଛୁ। ଅନ୍ୟ ପାଖରେ କାମ କରିବା ଅପେକ୍ଷା ନିଜେ କିଛି ରୋଜଗାର କରି ଚଳିବା ବହୁତ ଭଲ। ହେଲେ ଆମେ କୋଉଠୁ ପଇସା ପାଇବା ଆଉ ବ୍ୟବସାୟ ଆରମ୍ଭ କରିବା? ଆରେ ମିକି, ଆମେ ଏ ମାସରେ ତିନି ଜଣ ଯେଉଁ କାମ କରିଛେ ସେଇ ପଇସାରେ ଆମେ କିଛିଟା ଆମ୍ବ ଗଛ ନେଇ ତାକୁ ରୋପିବା, ଆଉ ସେନେ ଆମ୍ବ ଫଳିଲେ ଆମେ ତାକୁ ଯାଇ ବିକ୍ରି କରିବା, ଆଉ ସେଇ ପଇସାରେ ଆମେ ଘର ଚଳିବା। ମିନୁ, ତୁ କିଛି କହୁନୁ ଯେ? ତୁ କ'ଣ ମୋ କଥାରେ ରାଜି ନାହୁଁ? ଆରେ ନାଇଁ, ମୋତେ କିଛି ବ୍ୟବସାୟ କରିବାର ନାହିଁ। ମୁଁ କାମ କରି ମାସକରେ ଥରେ ପଇସା ଆଣିକି ଚଳିଲେ ହେଲା। ତମେ ମାନେ ଯାହା କରୁଛ କର, ମୁଁ ସେଠି ସାମିଲ ହେବି। ଏମିତି କହି ରିନୁ ସେଠାରୁ ଚାଲିଗଲା। ଟିକି, ରିନୁ ତ ଏମିତି କହି ଏଠାରୁ ଚାଲିଗଲା। ଏବେ ଆମ ଦୁଇ ଜଣ କ'ଣ କରିବା? ଆରେ ମିକି, ତୁ ଜମା ବ୍ୟସ୍ତ ହୋନା। ଆମ ଦୁଇ ଜଣଙ୍କ ପଇସାରେ ଆମେ କିଛି ଆମ୍ବ ଗଛ କିଣି ତାକୁ ଲଗାଇବା, ଆଉ ଯେତେବେଳେ ଆମ୍ବ ହୋଇଯିବ ଆମେ ବଜାରକୁ ନେଇ ବିକ୍ରି କରି ଆମ ଘର ଚଲେଇବା। ତାପରେ ସେମାନେ ବଜାରକୁ ଯାଇ କିଛି ଆମ୍ବ ଗଛ କିଣି ଆଣିଲେ, ଆଉ ଗୋଟିଏ ଜାଗାରେ ନେଇକି ସେମାନେ ଗଛ ସବୁକୁ ଲଗାଇଲେ। ସେ ଆମ୍ବ ଗଛ କୁହୁକ ଆମ୍ବ ଗଛ ଥିବାରୁ ବେଶୀ କମ୍ ଦିନ ମଧ୍ୟରେ ଆମ୍ବ ଆସିଗଲା। ଟିକି, ଦେଖିଲୁ ବହୁତ ଆମ୍ବ ଆସିଗଲାଣି ଆମ ଆମ୍ବ ଗଛରେ। ହଁ ମିକି, ଏଇଟା କୁହୁକ ଆମ୍ବ ଗଛ, ସେଥିପାଇଁ ବହୁତ କମ୍ ଦିନ ମଧ୍ୟରେ ଆମ୍ବ ଆସିଗଲା। ଚାଲ ଆମେ ଏହାକୁ ବଜାରରେ ବିକ୍ରି କରି କିଛି ପଇସା ରୋଜଗାର କରିବା। ତାପରେ ସେମାନେ ବଜାରରେ ଆମ୍ବ ବିକ୍ରି କରି ବହୁତ ପଇସା ରୋଜଗାର କଲେ, ଆଉ ସେଇ ରୋଜଗାର ପଇସାରେ ସେମାନେ ଗୋଟିଏ ବହୁତ ବଡ଼ ଘର ତିଆରି କଲେ। ଗୋଟିଏ ଦିନ ବଜାରରେ ବିକ୍ରି କରି ବଳିଥିବା ଆମ୍ବକୁ ଆଣି ଟିକି ଆଉ ମିକି ଖରାରେ ଶୁଖେଇ ଦେଇଥିଲେ। ସେହି ସମୟରେ ରିନୁକାଉ ଆସିଲା। ଆଜି ଟିକି ଆଉ ମିକିର ଆମ୍ବକୁ ମୁଁ ସବୁ ଆମ୍ବକୁ ଖାଇଯିବି। ସେମାନେ ଦୁଇ ଜଣ ଚାଲାକି ହେଇ ବ୍ୟବସାୟ କରି ଏତେ ବଡ଼ ଧନୀ ହେଇଗଲେ, ଆଉ ମୋତେ ମୋ ସହ କଥା ବି ହେଉନାହାନ୍ତି। ମୁଁ ଆଜି ଏମାନଙ୍କର ସବୁ ଆମ୍ବ ଖାଇଯିବି। ଏମିତି କହି ରିନୁକାଉ ସବୁତକ ଆମ୍ବକୁ ଖାଇ ଚାଲିଗଲା। ଆରେ ଟିକି, ଆମେ ତ ଏଇଠି ଆମ୍ବ ଶୁଖେଇଥିଲେ, କିଏ ଆସି ସବୁତକ ଆମ୍ବକୁ ଖାଇଦେଇ ଚାଲି ଯାଇଛି। ସେ କଥା ଛାଡ଼ ମିକି, କେହି ଜଣେ ଚଢ଼େଇ ଏଇ ବାଟେ ଯିବା ବାଟରେ ଦେଖିଲା ଆମ୍ବ ଶୁଖା ହୋଇଛି, ସେଥିପାଇଁ ସେ ଖାଇ ଦେଇଥିବ। ଚାଲ ଆମେ କିଛି ନ ଭାବି ଘରକୁ ଚାଲିଯିବା। ଏମିତି ପ୍ରତିଦିନ ରିନୁକାଉ ଆସି ଟିକି ଆଉ ମିକିର ଆମ୍ବକୁ ସବୁତକକୁ ଖାଇ ଦେଉଥିଲା। ଟିକି, ଦେଖିଲୁ, ଆଜି ମଧ୍ୟ ଆମ୍ବ ସବୁକୁ ଖାଇଯାଇଛି। କିଏ ଜଣେ ଜାଣି ଏଇ କାମ କରୁଥିବ। ହଁ ମିକି, ଏଇଟା ଜଣେ ଚିହ୍ନା ଲୋକ ହିଁ କରୁଥିବ। ଆମେ ଗୋଟେ କାମ କରିବା, କାଲି କିଛି ଆମ୍ବ ଶୁଖେଇ ଦେଇଥିବା, ଆଉ ଯିଏ ଖାଇବାକୁ ଆସିବ ଆମେ ତାକୁ ଲୁଚି ଦେଖୁଥିବା, ତାପରେ ତାକୁ ଧରି ପକାଇବା। ଟିକି ଆଉ ମିକି ତାପରେ ଏମିତି ସବୁ କଥାବାର୍ତ୍ତା ହେଲେ। ତା ପରଦିନ
ଆମ୍ବ ଖାଇବାକୁ ଆସିଲା। ଆରେ ଏ ଟିକି ଆଉ ମିକି କେତେ ବୋକି, ସେମାନେ ଏ ପର୍ଯ୍ୟନ୍ତ ବି ଜାଣିପାରିଲେ ନାହିଁ କି ଆମ୍ବ ସବୁ ମୁଁ ଖାଉଛି। ଓହୋ ସେ କଥା ଛାଡ଼େ, କେତେ ମିଠା ମିଠା ତାଜା ଆମ୍ବ ଅଛି, ଆଗେ ଖାଇଦିଏ। ଏମିତି ରେଣୁକା ଆଉ ଆମ୍ବ ଖାଉଥିବା ସମୟରେ ସେମାନେ ଗୋଟିଏ ଜାଲ ତା ଉପରେ ପକାଇଦେଲେ। ଆରେ ଟିକି ମିକି ମତେ ଛାଡ଼ି ଦିଅ, ମୁଁ ପରା ତମ ସାଙ୍ଗ, ମୋର ବହୁତ ବଡ଼ ଭୁଲ ହେଇଯାଇଛି। ତାପରେ ଟିକି ଆଉ ମିକି ରେଣୁକାକୁ ବହୁତ ବାଡ଼େଇଲେ।